ଗୋଟିଏ ଜଙ୍ଗଲରେ ବିଲୁଆଟିଏ ରହୁଥିଲା। ସେ ବିଲୁଆଟି ଭାରି ଲୋଭୀ ଥିଲା। ଏଣେ ତେଣେ ବୁଲି ବୁଲି ଯେଉଁଠି ଯାହା ମିଳେ ଖାଇ ଦେଉଥିଲା। ଦିନେ ସେ ବିଲୁଆଟି ଭୋକ ବିକଳରେ ଜଙ୍ଗଲରେ ଘୂରି ବୁଲୁଥିଲା। ଏମିତି ବୁଲିବା ସମୟରେ ତାର ନଜର ପଡ଼ିଲା ଗୋଟିଏ ଅଙ୍ଗୁର ଗଛ ଉପରେ। ସେ ଗଛରେ ପେନ୍ଥା ପେନ୍ଥା ପାଚିଲା ଅଙ୍ଗୁର କୋଳି ଝୁଲୁଥିଲା। ସେ ଅଙ୍ଗୁର କୋଳିକୁ ଦେଖିବା ପରେ ବିଲୁଆର ପାଟିରୁ ଲାଳ ବହିବାକୁ ଲାଗିଲା। ମନେ ମନେ ବିଲୁଆଟି ଭାବିଲା, ଆହା, କେତେ ସୁନ୍ଦର ହେଇଛି ଅଙ୍ଗୁର କୋଳି। ବହୁତ ସୁଆଦିଆ ହେଇଥିବ। ଯାଏ ମୁଁ ଏଇଠୁ ଆଗ ପେଟେ ଖାଇଦିଏ। ତାପରେ ବିଲୁଆଟି ଡେରି ନ କରି ସେ ଅଙ୍ଗୁର କୋଳି ଉପରକୁ କୁଦା ମାରିଲା। କିନ୍ତୁ ବିଲୁଆଟି ଅଙ୍ଗୁର କୋଳି ପାଖରେ ନ ପହଞ୍ଚି ପାରି ତଳେ ପଡ଼ିଗଲା। ତାପରେ ବିଲୁଆଟି ପୁଣି ଚେଷ୍ଟା କରିଲା। ଯେତେ ଚେଷ୍ଟା କଲା ପରେ ବି ବିଲୁଆଟି ସେ ଅଙ୍ଗୁର କୋଳି ପାଖରେ ପହଞ୍ଚି ପାରିଲାନି। କାହିଁକି ନା ସେ ଅଙ୍ଗୁର କୋଳି ବହୁତ ଉପରେ ଥିଲା। ଶେଷରେ ବିଲୁଆଟି ଅଙ୍ଗୁର କୋଳି ନ ଖାଇପାରିବାରୁ ସେଠାରୁ ଫେରିଗଲା। ଫେରିବା ବାଟରେ ବିଲୁଆଟି କହିଲା, ଏଇ ଅଙ୍ଗୁର କୋଳି ଗୁଡାକ କେତେ ମିଠା ହୋଇଥିବ ଯେ। ଏଗୁଡାକ ବୋଧେ ଖଟା ହୋଇଥିବ। ଏଗୁଡାକ କିଏ ଖାଇବ ଯେ? ଏଥିରୁ ଆମେ ଶିଖିଲେ ଯେ ଯେଉଁ ଜିନିଷ ଆମକୁ ନ ମିଳିଥାଏ ତାକୁ ଆମେ ଖରାପ ବୋଲି କହିଥାଉ।